ଅନୁଗୁଳ ଜିଲ୍ଲା ପାଲହଡ଼ା ବ୍ଲକ ଝାରବେଡ଼ା ପଞ୍ଚାୟତ ବୋଇତସରୀ ଗ୍ରାମ ଭଙ୍ଗା କୁଡ଼ିଆରେ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ଜୀବନ ବିତାଉଛନ୍ତି ଦୋତି ନାୟକଙ୍କ ପରିବାର। ଭୋକ ଅଭାବ ସହ ସଂଘର୍ଷ କରୁଥିବା ଏହି ପରିବାର ଅବସ୍ଥା ଏପରି ଯେ ଓଳିଏ ଖାଇଲେ ଓଳିଏ ଉପାସ ରହିବାକୁ ପଡୁଛି। ଦୋତି ନାୟକଙ୍କ ସ୍ୱାମୀ ଜଣେ ଦିନମଜୁରିଆ ଶ୍ରମିକ। କାମ ମିଳିଲେ ପରିବାର ଚଳେ, ନହେଲେ ଭୋକ ଉପାସରେ ଦିନ କାଟିବାକୁ ପଡେ। ଛୋଟ ଛୋଟ ପିଲାମାନଙ୍କୁ ନେଇ ଏହି ପରିବାର ଏକ ଭଙ୍ଗା କୁଡ଼ିଆରେ ବାସ କରୁଛନ୍ତି। ଏହି ଦୁଃଖଦ ଖବର ପାଇ ଅସହାୟଙ୍କ ସୁଖ ଦୁଃଖର ସାଥୀ ଓ ସମାଜସେବୀ ଦୁଃଖବନ୍ଧୁ ବିଶ୍ୱାଳ ପରିବାର ନିକଟରେ ପହଞ୍ଚି ସେମାନଙ୍କ ଅବସ୍ଥା ପରଖିଥିଲେ। ପରେ ସେହି ଘଟଣା ସମ୍ପର୍କରେ ପ୍ରଶାସନକୁ ଅବଗତ କରାଇଥିଲେ। ଗ୍ରାମବାସୀ ପୋଲସ୍ଥି ରାଖେଲ ଓ ଗୁଡୁଙ୍କ ସହ ଦୁଃଖବନ୍ଧୁ ବିଶ୍ୱାଳ ଦାବି କରିଛନ୍ତି ଯେ ଉକ୍ତ ପରିବାରକୁ ଅନ୍ତୋଦୟ ଯୋଜନାରେ 35 କିଲୋଗ୍ରାମ ରାସନ ଚାଉଳ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା କିମ୍ବା ଅନ୍ତୋଦୟ ଗୃହ ଯୋଜନାରେ ଘର ସହ ସମସ୍ତ ସରକାରୀ ସୁବିଧା ଯୋଗାଇ ଦିଆଯାଉ। ତାସହ HRDF ଇଣ୍ଡିଆ ପକ୍ଷରୁ ମଧ୍ୟ ପ୍ରଶାସନଙ୍କ ନିକଟକୁ ଚିଠି ଲେଖାଯାଇ ଉକ୍ତ ଅସହାୟ ପରିବାରକୁ ଯଥାଶୀଘ୍ର ସମସ୍ତ ସରକାରୀ ଯୋଜନାର ସୁବିଧା ପ୍ରଦାନ କରିବାକୁ ଅନୁରୋଧ କରାଯାଇଛି। ଆମେ ଆଜି ଆସିକି ପହଞ୍ଚିଥିଲୁ ଦୋତି ନାୟକ ଭଉଣୀଙ୍କ ଘରେ। ଦେଖିପାରୁଥିବେ ଛୋଟ ଛୋଟ ଛୁଆମାନଙ୍କୁ ନେଇକି ଭୋକ ଉପାସରେ ଭଙ୍ଗା କୁଡ଼ିଆରେ ଭାଇମାନେ ଯିଏ ଅଛନ୍ତି ଝାରବେଡ଼ା ଜିପିର ସେ ଭାଇମାନେ ଆମକୁ ଡାକିଥିଲେ, କହିଥିଲେ ଭାଇ ଆସନ୍ତୁ। ଆମେ ଆସିକି ପହଞ୍ଚିଥିଲୁ, ପୁଲସ୍ତି ଭାଇ ଡାକିଥିଲେ। ତ ଆଜ୍ଞା ଇଏ ହେଉଛି ଅନୁଗୁଳ ଜିଲ୍ଲା ପାଲହଡ଼ା ବ୍ଲକ ଝାରବେଡ଼ା ଜିପି ଝାରବେଡ଼ା ଗ୍ରାମ ପଞ୍ଚାୟତର ବୋଇତସରେଇ ଗାଁର ଦୋତି ନାୟକ, ଯିଏକି ଆଜ୍ଞା ଆପଣମାନେ ଦେଖିପାରୁଥିବେ ଭଙ୍ଗା ଘରେ ଭଙ୍ଗା କୁଡ଼ିଆ ଚାଳ ଘରେ ଆଜ୍ଞା ଜୀବନଯାପନ କରୁଛନ୍ତି। ମିଳୁଛି କହିଲେ କେବଳ ଚାଉଳ 5 କିଲୋ। ଭଉଣୀ ଖାଲି ଚାଉଳ 5 କିଲୋ ମିଳୁଛି, କେବଳ ଚାଉଳ 5 କିଲୋ, ତା ବ୍ୟତୀତ ଆଜ୍ଞା ଆଉ କିଛି ମିଳୁନାହିଁ। ଏଣୁକରି ଆଜ୍ଞା ଆମେ ପ୍ରଶାସନକୁ ଅନୁରୋଧ କରୁଛୁ, ଏ ଯେଉଁ ଦୋତି ନାୟକ ଭଉଣୀ ଅଛନ୍ତି ତାଙ୍କୁ ଅନ୍ତୋଦୟ ଗୃହ ଯୋଜନା ଆବାସ ଯୋଜନାରେ ଘରଟିଏ ଦେବା ସହିତ ୟାଙ୍କୁ ଅନ୍ତୋଦୟ ଯୋଜନାରେ 35 କିଲୋ ଚାଉଳ ଯୋଗାଇ ଦେବା ପାଇଁ ଆମେ ଅନୁରୋଧ କରୁଛୁ ପ୍ରଶାସନକୁ, ଏବଂ ଛୁଆମାନଙ୍କୁ ଭଲ ସୁବିଧା କରାଇବା ପାଇଁ ଆମେ ଅନୁରୋଧ କରୁଛୁ। ଯେ ଆଜ୍ଞା ବର୍ତ୍ତମାନ ବହୁତ ଅସହାୟ ଗରିବ ଭଉଣୀ ଜଣେ ଭଙ୍ଗା କୁଡ଼ିଆରେ ରହୁଛନ୍ତି। ଏଣୁକରି ଆଜ୍ଞା ଆମେ ପ୍ରଶାସନକୁ ନିବେଦନ କରୁଛୁ। ଜନସାଧାରଣଙ୍କ ମୌଳିକ ଅଧିକାର ଓ ସରକାରୀ ସହାୟତାରୁ କୌଣସି ଗରିବ ପରିବାର ଯେମିତି ବଞ୍ଚିତ ନ ରହୁ, ସେଥିପାଇଁ ତୁରନ୍ତ ପଦକ୍ଷେପ ନେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି। कौन बात घर उड़े नहीं बात्यारे 10 के कोड़ा घरड़ा किए दब सरकार को कह सरकार घर देवे ब्यूरो रिपोर्ट टाइम्स ऑन ओडिया।